ବର୍ତ୍ତମାନ ଆମେ ବେଦ ପାଠଶାଳା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ। ବ୍ୟସ୍ତତାମୟ ଜୀବନରୁ ମୁକ୍ତ ହେବା ପାଇଁ ବେଦ ପାଠଶାଳା ଆପଣଙ୍କୁ ନିମନ୍ତ୍ରଣ ଜଣାଏ। ତେବେ ଶୁଣନ୍ତୁ ବିଶେଷ କାର୍ଯ୍ୟକ୍ରମ ବେଦ ପାଠଶାଳା। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଯୀଶୁଙ୍କ ମଧୁର ନାମରେ ନମସ୍କାର ଜଣାଇ ଆଜିର ବେଦ ପାଠଶାଳାର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ପ୍ରଭୁ ଯୀଶୁ ବିଭିନ୍ନ ସମସ୍ୟାରେ ପୂର୍ଣ୍ଣ ଅସଂଖ୍ୟ ଜନତାଙ୍କ ବିଷୟରେ କହିଲା ପରେ ଓ ସେମାନଙ୍କ ସମସ୍ତ ରୋଗରୁ ଅର୍ଥାତ୍ ଶାରୀରିକ, ମାନସିକ ଓ ଆତ୍ମିକ ରୋଗରୁ ସୁସ୍ଥ କଲା ପରେ ଗାଲିଲି ସମୁଦ୍ର କୂଳ ନିକଟରେ ଥିବା ପର୍ବତକୁ ଗଲେ ଓ ତାହାଙ୍କ ନିକଟକୁ ଶିଷ୍ୟମାନଙ୍କୁ ଡାକିଲେ। ମାର୍କ ସୁସମାଚାର ଲେଖକ ମାଥ୍ୟୁ 5, 6 ଓ 7 ପର୍ବରେ ଯାହା ଲେଖା ଅଛି ତାକୁ ବର୍ଣ୍ଣନା କରୁନାହାନ୍ତି, କିନ୍ତୁ ଯୀଶୁ ଯାହା କଲେ ସେଥିର ଫଳାଫଳ ସ୍ୱରୂପେ କଣ ଘଟିଥିଲା ତାହା ସେ ବର୍ଣ୍ଣନା କରୁଛନ୍ତି। ସେ ତାଙ୍କ ସହିତ ରହିବା ନିମନ୍ତେ 12 ଜଣଙ୍କୁ ନିଯୁକ୍ତ କଲେ ଓ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ। ତାପରେ ସେ 12 ଜଣ ଶିଷ୍ୟଙ୍କ ନାମ ଆମକୁ ଦେଉଛନ୍ତି। ମାଥ୍ୟୁ ସେଥିର ସମ୍ପୂର୍ଣ୍ଣ ବିବରଣୀ ଆମକୁ ଦିଅନ୍ତି। କଣ ସବୁ ସେହି ସ୍ଥାନରେ ଘଟିଲା ସେଥିର ବିସ୍ତୃତ ବିବରଣୀ ଦେଉଛନ୍ତି। ମାଥ୍ୟୁ ମଧ୍ୟ ବିଭିନ୍ନ ସମସ୍ୟାପୂର୍ଣ୍ଣ ମହାଜନତା ବିଷୟରେ କହୁଛନ୍ତି। ତାପରେ 5 ପର୍ବର 1 ପଦରେ କହୁଛନ୍ତି, ଲୋକ ସମୂହ ଦେଖି ସେ ପର୍ବତ ଆରୋହଣ କଲେ। ପୁଣି ଉପବେଶନ କଲାଉତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ଛାମୁକୁ ଆସିଲେ। କିନ୍ତୁ ମାର୍କ କହନ୍ତି ଯେ ସେ ଆପଣା ଶିଷ୍ୟମାନଙ୍କୁ ଆହ୍ୱାନ କଲେ ଓ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। ତାପରେ ସେ ପାର୍ବତ୍ୟ ଉପଦେଶ ଦେଲେ। ଏହି ଶିକ୍ଷାର ଶେଷରେ ଅର୍ଥାତ୍ ମାଥ୍ୟୁ 7 ପର୍ବ 13 ପଦରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଆମେ ଗତ ପାଠରେ ଲକ୍ଷ୍ୟ କରିଥିଲୁ ଯେ ପ୍ରଭୁ ଯୀଶୁ ଶେଷରେ ସେମାନଙ୍କୁ ଆହ୍ୱାନ ଦେଲେ ଓ କହିଲେ, ଆପଣ ଅନେକଙ୍କ ମଧ୍ୟରୁ ଜଣେ କିମ୍ବା ଅଳ୍ପ ଲୋକଙ୍କ ମଧ୍ୟରୁ ଜଣେ ଅଟନ୍ତି। ଆପଣ ବାସ୍ତବ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ କି ଅବାସ୍ତବ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ଯେଉଁମାନେ କେବଳ କଥା କହନ୍ତି, ଆପଣ ସେମାନଙ୍କ ମଧ୍ୟରୁ ଜଣେ କିମ୍ବା ଯେଉଁମାନେ କାର୍ଯ୍ୟ କରନ୍ତି ସେମାନଙ୍କ ମଧ୍ୟରୁ ଜଣେ। ଏହା କିପରି ଆହ୍ୱାନ ଅଟେ? ଆପଣ ଯେତେବେଳେ ଏହି ମହାନ ଶିକ୍ଷାର ପୂର୍ବାପର ପ୍ରସଙ୍ଗ ବୁଝିପାରନ୍ତି, ସେତିକିବେଳେ ସେ ଆପଣଙ୍କୁ ଏହି ଆହ୍ୱାନ ଦିଅନ୍ତି ଯେ ଆପଣ ସମସ୍ୟାରେ ପୂର୍ଣ୍ଣ ଲୋକମାନଙ୍କ ମଧ୍ୟରୁ ଜଣେ କିମ୍ବା ସମସ୍ୟା ସମାଧାନକାରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ହୁଏତ ଆପଣ ମଣ୍ଡଳୀର ଜଣେ ସଭ୍ୟ ହୋଇଥିବାରୁ କୁହାଯାଇପାରିବ ଯେ ଆପଣ ସମାଧାନକାରୀ ଅଟନ୍ତି କିମ୍ବା ଆପଣ ପ୍ରଶ୍ନର ଉତ୍ତର ଅଟନ୍ତି। କିନ୍ତୁ ସେଥିରେ ଆମେ 2 ଭାଗରେ ବିଭକ୍ତ ହୋଇଥିବା ଦେଖୁ, ଯେଉଁମାନେ ସମସ୍ୟାର ଅଂଶୀ ଅଟନ୍ତି ଓ ଯେଉଁମାନେ ସମାଧାନର ଅଂଶୀ ଅଟନ୍ତି। ଆଶା କରିପାରୁ ଯେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ମଣ୍ଡଳୀର ଅଂଶୀ ଅଟନ୍ତି ସେମାନେ ସମସ୍ୟା ସମାଧାନକାରୀ ହୋଇପାରିବେ। କିନ୍ତୁ ସମସ୍ୟା ଏଠାରେ ଉପୁଜୁଛି ଯେ ସେହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ଜାଣିନାହାନ୍ତି ଓ ଯେଉଁମାନେ ପ୍ରଭୁ ଯୀଶୁଙ୍କ ସୁସମାଚାର ଜାଣିଛନ୍ତି, କିନ୍ତୁ ଯେପରି ଭାବେ ଏହି ଶିକ୍ଷା ଶେଷ ହୋଇଛି ତାହା ପ୍ରକାଶ କରେ ଯେ ସମସ୍ତେ ଯେ ବାସ୍ତବ ଶିଷ୍ୟ ତାହା କୁହାଯାଇ ନପାରେ। ଏହି ଶିକ୍ଷା ଆହ୍ୱାନର ସହିତ ଆରମ୍ଭ ହୋଇଛି। ଆପଣ କେଉଁଠାରେ? ଆପଣ କଣ ଏପର୍ଯ୍ୟନ୍ତ ପର୍ବତ ତଳ ଦେଶରେ ଅଛନ୍ତି? ସମସ୍ୟାରେ ପୂର୍ଣ୍ଣ ଲୋକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି କିମ୍ବା ସମସ୍ୟା ବିହୀନ ଜୀବନ କାଟୁଛନ୍ତି? ଆପଣ କଣ ଏକ ପ୍ରଶ୍ନ ମଧ୍ୟରେ ଅଛନ୍ତି କିମ୍ବା ଆପଣ ଉତ୍ତର ଅଟନ୍ତି? ଆପଣ ପ୍ରଭୁ ଯୀଶୁଙ୍କ ଠାରୁ ତାଲିମ ନେଉଛନ୍ତି କିମ୍ବା ସମସ୍ୟା ମଧ୍ୟରେ ଅଛନ୍ତି? ସମସ୍ୟାର ସମାଧାନକାରୀ ହେବା ନିମନ୍ତେ ଶିକ୍ଷା ଗ୍ରହଣ କରୁଛନ୍ତି କି? ଏହି ଆହ୍ୱାନ ମଧ୍ୟ ଦେଇ ଶିକ୍ଷାଟି ଶେଷ ହୋଇଛି। ଯଦି ଆପଣ କହନ୍ତି ଯେ ଆପଣ ପର୍ବତ ଉପରେ ଯୀଶୁଙ୍କ ସହିତ ଅଛନ୍ତି, ଆମେ ଏହାକୁ ଏପରି କହିପାରିବା, ଯଦି ଆପଣ ମଣ୍ଡଳୀର ସଭ୍ୟ ଅଟନ୍ତି କି ପ୍ରଚାରକ ଅଟନ୍ତି, ତେବେ ମହାନ ଆହ୍ୱାନ ହେଲା, ଆପଣ କି ପ୍ରକାର ସମାଧାନକାରୀ ଅଟନ୍ତି, କି ପ୍ରକାର ଉତ୍ତର ଅଟନ୍ତି, କି ପ୍ରକାର ଶିଷ୍ୟ ଅଟନ୍ତି? ଯେଉଁମାନେ କହନ୍ତି ସମାଧାନ କରିବା ସହଜ, ଆପଣ କଣ ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି କି? କିମ୍ବା ଯେଉଁମାନେ କହନ୍ତି ଏହା କରିବା ସହଜ ନୁହେଁ, ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି କି? ଏହି ଦୃଷ୍ଟାନ୍ତ ପରି ଆପଣ ଗହମ କି ବାଳୁଙ୍ଗା ଅଟନ୍ତି? ଶେଷରେ ସେ ଆହ୍ୱାନ ଦେଇ କହନ୍ତି, ଯେଉଁମାନେ କେବଳ ବଡ଼ ବଡ଼ କଥା କହନ୍ତି ସେମାନଙ୍କ ମଧ୍ୟରୁ ଆପଣ ଜଣେ କିମ୍ବା ଯେଉଁମାନେ କାର୍ଯ୍ୟ କରନ୍ତି ସେମାନଙ୍କ ମଧ୍ୟରୁ ଆପଣ ଜଣେ ଅଟନ୍ତି। ବର୍ତ୍ତମାନ ସେଥିର ବିଷୟବସ୍ତୁ ପ୍ରତି ଦୃଷ୍ଟି ଦେବା। ଏହି ବିଷୟବସ୍ତୁ କଣ? ପ୍ରଥମ ଖ୍ରୀଷ୍ଟୀୟ ସଭାରେ ପ୍ରଭୁ ଯୀଶୁ ଯେତେବେଳେ ଶିକ୍ଷା ଦେଲେ ସେ କଣ କହିଥିଲେ? ଏହି ସଭା ବା ରିଟ୍ରିଟ୍ ଏପରି ଏକ ବିଷୟ ଯେଉଁ ସମୟରେ ବିଶ୍ୱାସୀମାନେ ଆତ୍ମିକ ଭାବେ ଉଦ୍ଦୀପିତ ହୁଅନ୍ତି। ସୈନ୍ୟ ବିଭାଗର ଲୋକମାନେ
ଏହାକୁ ପଛକୁ ଟାଣିବା ବୋଲି କହନ୍ତି। କିନ୍ତୁ ଆତ୍ମିକ ଭାବେ କହିବାକୁ ଗଲେ ଜୀବନର ଚଲାପଥରେ ଅଗ୍ରସର ହେବା ସମୟରେ ଯେତେବେଳେ ପଛକୁ ଟାଣି ଦିଅନ୍ତି, ଆପଣ ଏକାକୀ ଅନୁଭବ କରନ୍ତି ଓ ପ୍ରାର୍ଥନା ଧ୍ୟାନରେ ସମୟ ଦିଅନ୍ତି, ତାହା ହିଁ ଆତ୍ମିକ ଜୀବନରେ ବୃଦ୍ଧି ପାଇବା ନିମନ୍ତେ ସାହାଯ୍ୟ କରେ। ତାହା ହିଁ ଏହି ଶିକ୍ଷାରେ ମୁଁ କହିବାକୁ ଚାହେଁ। ଏହା କେବଳ ସମ୍ବାଦ ନଥିଲା କି ଉପଦେଶ ନଥିଲା, ଏହା ଶିକ୍ଷା ଅଟେ। ସେ ଆପଣା ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। ସେହିପରି ଭାବରେ ଏହା ଆରମ୍ଭ ହୋଇଛି। ଶେଷରେ ଲେଖାଯାଏ ଯେ ଲୋକ ସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ଏହା ଶିକ୍ଷା ଥିଲା। ଏହି ସମସ୍ତ ଶିକ୍ଷା ଶୁଣି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ପ୍ରଥମ ବିଷୟ ଯାହା ପ୍ରଭୁ ଯୀଶୁ ଶିକ୍ଷା ଦେଲେ ତାହା ହେଲା ଆମ ମନୋଭାବ ବା ସ୍ୱଭାବ, ଯାହାକୁ ଆମେ ଉତ୍ତମ ମନୋଭାବ ବା ସ୍ୱଭାବ ବୋଲି କହୁ। ସେ 8ଟି ଉତ୍ତମ ସ୍ୱଭାବ ବା ଚରିତ୍ର ବିଷୟରେ କହୁଛନ୍ତି। ମାଥ୍ୟୁ 5 ପର୍ବ 2 ପଦରୁ 10 ପଦରେ ସେ ସମ୍ପର୍କରେ ଲେଖାଯାଇଅଛି। ପ୍ରଭୁ ଯୀଶୁ ପ୍ରଥମ ଖ୍ରୀଷ୍ଟୀୟ ସଭାରେ ଶିକ୍ଷା ଦେବାକୁ ଲାଗିଲେ। ଶିଷ୍ୟମାନଙ୍କୁ ନିଯୁକ୍ତି କଲେ, ସେମାନଙ୍କ ସମସ୍ୟାର ସମାଧାନ କଲେ, କାର୍ଯ୍ୟ ବିବରଣ କଲେ ଓ ଶେଷରେ ସେମାନଙ୍କୁ ପ୍ରେରଣ କଲେ। ସେ ଆମ ସ୍ୱଭାବ ବା ମନୋଭାବ ବିଷୟରେ କହିବାକୁ ଯାଇ ଶିକ୍ଷା ଆରମ୍ଭ କଲେ। ଜଣେ ପ୍ରଚାରକ ଏପରି ପ୍ରଶ୍ନ କଲେ, ଆପଣ କଣ ନିଜକୁ ସମ୍ପୂର୍ଣ୍ଣ ପରୀକ୍ଷା କରି ନେଇଛନ୍ତି କି? ମୋ ମତରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ। ଆମେ ଧର୍ମଶାସ୍ତ୍ର ମଧ୍ୟ ଦେଇ ନିଜକୁ ପରୀକ୍ଷା କରିବା ଆବଶ୍ୟକ। ପ୍ରଭୁ ଯୀଶୁ କହିବାକୁ ଚାହୁଁଥିଲେ ଯେ ଯଦି ଆମେ ତାଙ୍କ ସମାଧାନକାରୀ ଓ ଉତ୍ତର ହେବାକୁ ଚାହୁଁ, ତେବେ ଆମ ଜୀବନର ସମ୍ପୂର୍ଣ୍ଣ ପରୀକ୍ଷା ଆବଶ୍ୟକ। ଆମ ସ୍ୱଭାବ ବା ମନୋଭାବ କେତେ ଗୁରୁତ୍ୱପୂର୍ଣ୍ଣ। ତାପରେ ତାଙ୍କ ଶିକ୍ଷାର ମଧ୍ୟଭାଗରେ କହନ୍ତି, ଆମ ଶରୀର ଆଲୋକମୟ ହୋଇପାରେ, କିଏ ବା ଅନ୍ଧକାରମୟ ହୋଇପାରେ। ଅନ୍ୟ ଶବ୍ଦରେ ଆପଣ ସମ୍ପୂର୍ଣ୍ଣ ଆନନ୍ଦ ଅନୁଭବ କରିପାରନ୍ତି, କିଏ ବା ଦୁଃଖ ଓ ନୈରାଶ୍ୟମୟ ଜୀବନ କାଟିପାରନ୍ତି। ଭିନ୍ନତା ହେଲା ଆପଣ ବିଷୟବସ୍ତୁକୁ କେଉଁ ଦୃଷ୍ଟିକୋଣରେ ଦେଖୁଛନ୍ତି। ସେ ତାକୁ ଏପରି କହନ୍ତି, ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ। କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତି ଯେବେ ଅନ୍ଧକାର ହୁଏ, ତେବେ ସେହି ଅନ୍ଧକାର କେଡ଼େ ଘୋରତର। ସେ ବାସ୍ତବରେ କଣ କହିବାକୁ ଚାହାନ୍ତି? ଆପଣଙ୍କ ଜୀବନର ଆନନ୍ଦ ଓ ବିଷାଦ କାହା ଉପରେ ନିର୍ଭର କରେ? ଆପଣ କିପରି ବିଷୟବସ୍ତୁକୁ ଦେଖନ୍ତି? ଧର୍ମଶାସ୍ତ୍ରରେ ଚକ୍ଷୁ ଆମ ମନୋଭାବର ପ୍ରତୀକ ଅଟେ। ଏହା ଆମେ କିପରି ବିଷୟବସ୍ତୁକୁ ଦେଖୁ ତା ଉପରେ ନିର୍ଭର କରେ। ତାହା ହିଁ ଆପଣଙ୍କ ଜୀବନକୁ ଆଲୋକିତ କିଏ ବା ଅନ୍ଧକାରମୟ କରିଦେବ। ଆପଣଙ୍କୁ ଆନନ୍ଦ ଦେଇପାରେ, କିଏ ବା ଦୁଃଖ ଦେଇପାରେ। ଆପଣ ଯେତେବେଳେ ପ୍ରଶ୍ନ କରନ୍ତି କିପରି ବିଷୟବସ୍ତୁକୁ ଦେଖନ୍ତି, ସେଥିର ଅର୍ଥ କଣ? ବିସ୍ତୃତ ଭାବେ କହିବାକୁ ଗଲେ ଆମ ମନୋଭାବ। କେତେକ କହନ୍ତି ଯେ ବୃଦ୍ଧ ସମୟରେ ଧମନୀ ସବୁ ଶକ୍ତ ହେବ, ସେମାନେ ଅତି କଠୋର ହେବେ, ସେମାନେ ତିକ୍ତ ମନୋଭାବ ପୋଷଣ କରିବେ, ଦୁଃଖପୂର୍ଣ୍ଣ ଜୀବନ କାଟିବେ, ସେମାନେ ଆସ୍ତି ସୂଚକ ହେବା ପରିବର୍ତ୍ତେ ନାସ୍ତି ସୂଚକ ହେବେ। ଧର୍ମତତ୍ତ୍ୱବିତ୍ ମାନେ ଯେତେବେଳେ ଏହି ପାର୍ବତ୍ୟ ଉପଦେଶ ଅଧ୍ୟୟନ କଲେ, ସେମାନେ କହିଲେ ଯେ ଯେଉଁ ପୂର୍ବାପର ପ୍ରସଙ୍ଗ ମଧ୍ୟ ଦେଇ ଏହି ଶିକ୍ଷା ଦିଆଯାଇଅଛି, ତାହା କହେ ଯେ ଖ୍ରୀଷ୍ଟ ବିଶ୍ୱାସୀ ହେବା ନିମନ୍ତେ ଅନେକ ସମସ୍ୟା ରହିଛି। ଏହି ସମସ୍ତ ସମସ୍ୟା କଣ? ଅନେକ ସେଥିର ଉତ୍ତର ବିଭିନ୍ନ ଭାବରେ ଦିଅନ୍ତି। ଜନ ଲିଖିତ ସୁସମାଚାର ଯାହା ଆମେ ଏକତ୍ର ଅଧ୍ୟୟନ କରିଥିଲୁ, ତାହା ବିଶ୍ୱାସ ସମ୍ବନ୍ଧରେ କହିଥିବା ଲକ୍ଷ୍ୟ କରୁ। ସେ କହନ୍ତି, ଯଦି ତୁମେ ବିଶ୍ୱାସ କର, ତେବେ ଅନନ୍ତ ଜୀବନ ପାଇବ। ତେଣୁ ସେ ଆମକୁ କହନ୍ତି ଯେ ଯୀଶୁ କିଏ, ବିଶ୍ୱାସ କଣ ଓ ଜୀବନ କଣ। ସେହି ପ୍ରକାର ଭାବେ ଜହନ ଶିକ୍ଷା ଦେଉଛନ୍ତି, କିନ୍ତୁ ମାଥ୍ୟୁ ଆପଣା ସମ୍ବାଦ ଏକ ଭିନ୍ନ ଭାବରେ ଦେଉଛନ୍ତି। ମାଥ୍ୟୁ କହନ୍ତି ଯୀଶୁ ରାଜା ଅଟନ୍ତି ଓ ତାଙ୍କର ରାଜ୍ୟ ଅଛି। ଏକ ରାଜ୍ୟରେ ରାଜା ରାଜତ୍ୱ କରନ୍ତି। ମାଥ୍ୟୁ ଆମମାନଙ୍କୁ ଜଣେ ରାଜାଙ୍କ ବିଷୟରେ କହନ୍ତି। ଜଣେ ରାଜା ଏପରିକି ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କ ପ୍ରଭୁ ଆପଣା ନିମନ୍ତେ ପ୍ରଜାମାନଙ୍କ ଅନ୍ୱେଷଣରେ ଅଛନ୍ତି। ମାଥ୍ୟୁ ଲିଖିତ ସୁସମାଚାରର ବଡ଼ ସମସ୍ୟା ହେଲା, ଆପଣ କଣ ତାଙ୍କ ପ୍ରଜା ହେବାକୁ ଚାହାନ୍ତି କି? ସେଥିରୁ ଆପଣ କଣ ପାଇବେ ତାହା ନୁହଁ, କିନ୍ତୁ ଆପଣ କଣ ଈଶ୍ୱରଙ୍କୁ ଦେଇପାରିବେ। ଆଜି ବଡ଼ ସମସ୍ୟା ହେଲା, ଯେତେବେଳେ ସେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାକୁ ଚାହାନ୍ତି, ସେମାନେ ପ୍ରଶ୍ନ କରନ୍ତି ଯେ ଏହା ଦ୍ୱାରା ସେମାନେ କଣ ପାଇବେ।
ମୁଁ ମଲେ କଣ ସ୍ୱର୍ଗକୁ ଯିବି? ମୁଁ କଣ ସବୁ ସମୟରେ ଖୁସିରେ ରହିବି? ଏଇ ଜଗତରେ ଓ ପର ଜଗତରେ ଅର୍ଥାତ୍ ସ୍ୱର୍ଗରେ ମୁଁ କଣ ଭଲରେ ରହିବି? ମନେ ମତେ କଣ ଅଛି? ଆମେ ନିଜକୁ କେନ୍ଦ୍ରରେ ରଖିଥାଉ। ମାଥ୍ୟୁ ତାହା କହନ୍ତି ନାହିଁ। ଆରମ୍ଭରେ ହିଁ ମାଥ୍ୟୁ କହନ୍ତି ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଆସିବ। ଆପଣ କଣ ସେଇ ସମସ୍ୟାର ଅଂଶ ହେବାକୁ ଚାହାନ୍ତି କି? କିମ୍ବା ସମାଧାନର ଅଂଶ ହେବାକୁ ଚାହାନ୍ତି? ଆପଣ କଣ ପ୍ରତିନିଧି ଭାବେ କାର୍ଯ୍ୟ କରିବାକୁ ଚାହାନ୍ତି, ଯାହାଙ୍କ ମଧ୍ୟ ଦେଇ ଈଶ୍ୱର ସମସ୍ୟାର ସମାଧାନ କରିବେ? ଜହନ ସେହି ପ୍ରକାର ଭାବେ ଉପସ୍ଥାପନ କରୁନାହାନ୍ତି। କିନ୍ତୁ ମାଥ୍ୟୁ କହନ୍ତି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ଅନେକ ସମସ୍ୟା ରହିଛି, କିନ୍ତୁ ଶେଷରେ ଆମମାନଙ୍କ ପାଇଁ ଆନନ୍ଦ ରହିଛି। ଆମେ ସ୍ୱର୍ଗୀୟ ସୁଖ ପାଇବା। ଆମେ ଯେଉଁ 8ଟି ଉତ୍ତମ ଗୁଣ ବା ସ୍ୱଭାବ ପ୍ରତି ଦୃଷ୍ଟିପାତ କଲୁ, ତାହା ଖ୍ରୀଷ୍ଟୀୟ ଚରିତ୍ରକୁ ବୁଝାଏ। ଯଦି ଆପଣ ସମସ୍ୟାର ସମାଧାନକାରୀ ଓ ପ୍ରଶ୍ନର ଉତ୍ତର ହୋଇପାରୁଛନ୍ତି, ତେବେ ଆପଣ ତାଙ୍କ ଅନୁଗ୍ରହ ଦ୍ୱାରା କିଛି ଅଟନ୍ତି। ତାପରେ ସେ ଆମମାନଙ୍କୁ କହନ୍ତି ଯେ ଯଦି ତୁମ ମଧ୍ୟରେ ଏହି ସମସ୍ତ ଉତ୍ତମ ଗୁଣ ଦେଖାଯାଏ, ତେବେ ତୁମେ ପୃଥିବୀର ଲବଣ ଅଟ ଓ ଜଗତର ଜ୍ୟୋତି ଅଟ। ସେ କହୁନାହାନ୍ତି ଯେ ତୁମଠାରେ ଲବଣ ଥିବ, ତୁମେ ପର୍ବତ ତଳ ଦେଶକୁ ଯାଇ ଲୋକମାନଙ୍କ ଉପରେ ଲବଣ ଫୋପାଡ଼ି ଦେବ। ସେ ତାହା କହୁନାହାନ୍ତି। କିମ୍ବା ସେ କହୁନାହାନ୍ତି ଯେ ତୁମ ପାଖରେ ଯେଉଁ ଆଲୋକ ଅଛି, ପର୍ବତ ତଳ ଦେଶକୁ ଯାଇ ସମସ୍ୟାରେ ପୂର୍ଣ୍ଣ ଲୋକମାନଙ୍କ ଉପରେ ସେଇ ଆଲୋକ ପକାଅ, ସେମାନଙ୍କର ଅନ୍ଧକାର ଦୂର ହୋଇଯିବ। ସେ ତାହା କହୁନାହାନ୍ତି। ସେ କହନ୍ତି ଏହା ତୁମକୁ କରିବାକୁ ହବ। କେତେକ ଧର୍ମତତ୍ତ୍ୱବିତ୍ କହନ୍ତି ଯେ ଯେଉଁ 8ଟି ଉତ୍ତମ ଗୁଣ ବା ସ୍ୱଭାବ ଲେଖା ଅଛି, ତାହା ହିଁ ପାର୍ବତ୍ୟ ଉପଦେଶ ଅଟେ, ଅନ୍ୟ ସମସ୍ତ ବ୍ୟବହାରିକ ଶିକ୍ଷା। ଏଣୁ ଏହି 8ଟି ଶିକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିରେ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଚରିତ୍ର ପ୍ରତିପାଦିତ ହୁଏ। ଯଦି ଏହି ସମସ୍ତ ଗୁଣ ଆମଠାରେ ଅଛି, ତେବେ ଆମେ ପୃଥିବୀର ଲବଣ ଓ ଜଗତର ଜ୍ୟୋତି ହୋଇପାରିବା ଓ ଦୀପ ରୁଖା ଉପରେ ରଖାଯାଇଥିବା ଦୀପ ହୋଇପାରିବା ଓ ପର୍ବତ ଉପରେ ସ୍ଥାପିତ ନଗର ହୋଇପାରିବା। ପ୍ରଭୁ ଆମମାନଙ୍କୁ ଏହି ସମସ୍ତ ଶିକ୍ଷା ଦିଅନ୍ତି। ପାର୍ବତ୍ୟ ଉପଦେଶ ଅଧ୍ୟୟନ କଲାବେଳେ ଆମେ ସେଥିର 3ଟି ବିଷୟ ଲକ୍ଷ୍ୟ କରୁ। ତାପରେ ଆମେ ସେହି ଶିକ୍ଷାର ବିଷୟବସ୍ତୁ ଉପରକୁ ଯାଉ। ଯେଉଁ 3ଟି ବିଷୟ ଆମେ ପାର୍ବତ୍ୟ ଉପଦେଶରେ ଦେଖୁ, ତାହା ହେଲା, ପ୍ରଥମ ବିଷୟ, ଖ୍ରୀଷ୍ଟ ବିଶ୍ୱାସୀ ହେବା ନିମନ୍ତେ କ୍ଲେଶ ମଧ୍ୟ ଦେଇ ଯିବାକୁ ପଡେ। ଆପଣ କଣ ସମସ୍ୟାର ଅଂଶୀ ଅଟନ୍ତି କି? କିମ୍ବା ସମସ୍ୟା ସମାଧାନକାରୀ ଅଟନ୍ତି? ତାପରେ ଖ୍ରୀଷ୍ଟ ବିଶ୍ୱାସୀ ହେବା ନିମନ୍ତେ ଉତ୍ତମ ଗୁଣ ବା ସ୍ୱଭାବ ଆବଶ୍ୟକ। ଯେଉଁ 8ଟି ଉତ୍ତମ ଗୁଣ ବା ସ୍ୱଭାବ ଉପରେ ଆମେ ପାର୍ବତ୍ୟ ଉପଦେଶରେ ଲକ୍ଷ୍ୟ କରିଥିଲୁ, ତାପରେ ସେଥିର ବ୍ୟବହାରିକ ଶିକ୍ଷା ଦେଖୁ। ତୃତୀୟ ବିଷୟଟି ହେଲା, ଯେଉଁ ଖ୍ରୀଷ୍ଟ ରୂପ ସ୍ୱଭାବ ବା ଉତ୍ତମ ଗୁଣ ଆପଣଙ୍କ ମଧ୍ୟ ଦେଇ ପ୍ରକାଶ ପାଇବ, ତାହା କଣ ଜଗତ ଉପରେ ପ୍ରଭାବ ପକାଇବ କି? ପାର୍ବତ୍ୟ ଉପଦେଶର ସାରାଂଶ ଏହା ହୋଇପାରେ। ଏଥିରେ ଥିବା ବିଷୟବସ୍ତୁର ସାରାଂଶ ଏହା ମଧ୍ୟ ହୋଇପାରେ ଯେ ଏହି ସମସ୍ତ ଉତ୍ତମ ଗୁଣ ଆମ ନିଜକୁ ସମୀକ୍ଷା କରିବା ନିମନ୍ତେ ସାହାଯ୍ୟ କରିବ। ଆମେ ଗୋଟି ଗୋଟି କରି ପ୍ରତ୍ୟେକ ଉତ୍ତମ ଗୁଣ ବା ସ୍ୱଭାବ ଉପରେ ଆଲୋଚନା କରିବା। ଏହି 8ଟି ଯାକ ଉତ୍ତମ ଗୁଣ ଉପରେ ଆମେ ଅଧ୍ୟୟନ କରିବା। ଏହି ସମସ୍ତ ଉତ୍ତମ ଗୁଣ ନିଜକୁ ଦେଖିବା ନିମନ୍ତେ ସାହାଯ୍ୟ କରିବ। ଯଦି ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଏହି ସମସ୍ତ ଉତ୍ତମ ଗୁଣ ଆମ ଜୀବନରେ ଦେଖାଦିଏ, ତେବେ ଆମମାନେ ଫଳପ୍ରଦ ହେବା। ତାପରେ ମାଥ୍ୟୁ 5 ପର୍ବ 13 ପଦରୁ 48 ପଦ ମଧ୍ୟରେ ଏହା ଆପଣଙ୍କୁ ଚତୁଃପାର୍ଶ୍ୱକୁ ଦୃଷ୍ଟିପାତ କରିବା ନିମନ୍ତେ ଆହ୍ୱାନ ଦେବ। କାରଣ ମାଥ୍ୟୁ 5 ପର୍ବର ବଡ଼ ଭାଗଟି ଅନ୍ୟମାନଙ୍କ ସହିତ ଆମ ସମ୍ପର୍କ ବିଷୟରେ କହେ। ଏହା ବ୍ୟବହାରିକ ଶିକ୍ଷା ଅଟେ। ସେଠାରେ କହନ୍ତି ଯେ ଅନ୍ୟମାନଙ୍କ ସହିତ ଆମ ସମ୍ପର୍କ କିପରି ହେବା ଆବଶ୍ୟକ। ସେ କହନ୍ତି ଆମ ଭାଇମାନଙ୍କ ସହିତ ଆମ ସମ୍ପର୍କ, ଭାର୍ଯ୍ୟା ସହିତ ସମ୍ପର୍କ, ଆମ ଶତ୍ରୁ ସହିତ ଆମ ସମ୍ପର୍କ କିପରି ହେବା ଆବଶ୍ୟକ, ଆମ ବିବାହୀମାନଙ୍କ ସହିତ ଆମ ସମ୍ପର୍କ କିପରି ହେବା ଆବଶ୍ୟକ, ସ୍ତ୍ରୀମାନଙ୍କ ସହିତ ଓ ପୁରୁଷମାନଙ୍କ ସହିତ ଆମ ସମ୍ପର୍କ କିପରି ହେବା ଆବଶ୍ୟକ, ସେ ବିଷୟରେ କହୁଛନ୍ତି। ଏହି ସମସ୍ତ ଆମ ସମ୍ପର୍କ ବିଷୟରେ କହେ। ଆମେ ଯେତେବେଳେ ପରସ୍ପର ସହିତ ସମ୍ପର୍କ ସ୍ଥାପନ କରୁ, ପ୍ରଭୁ ଯୀଶୁ କଣ କହୁଛନ୍ତି, ସେ ସମ୍ପର୍କରେ ଦେଖିବା ସମୟରେ ଆପଣ ଅନୁଭବ କରିବେ ଯେ ସେ ଆମକୁ ଚତୁର୍ଦିଗକୁ ଦୃଷ୍ଟିପାତ କରିବା ନିମନ୍ତେ କହନ୍ତି, ଯାହାକୁ ଆମେ ବାହ୍ୟ ଦୃଷ୍ଟି ବୋଲି କହିପାରିବା। ଏହି ସମସ୍ତ ଉତ୍ତମ ଗୁଣ ବା ସ୍ୱଭାବ ଆମକୁ ଆହ୍ୱାନ ଦେଇ କହେ ଯେ ଅନ୍ତର୍ଦୃଷ୍ଟି କର, ଅର୍ଥାତ୍ ଆତ୍ମ ସମୀକ୍ଷା କର, ନିଜକୁ ଦେଖ। ତାପରେ 5 ପର୍ବର ଅନ୍ୟ ସମସ୍ତ ଅଂଶ କହେ ଯେ ବାହ୍ୟ ଦୃଷ୍ଟି କର।
ଆପଣଙ୍କ ସମ୍ପର୍କ ଅନ୍ୟମାନଙ୍କ ପ୍ରତି କିପରି ହେବା ଆବଶ୍ୟକ ସେ ବିଷୟରେ ଚିନ୍ତା କରୁ କରୁ ଆପଣ 6 ପର୍ବରେ ଆସି ପହଞ୍ଚିବେ। କାରଣ 6 ପର୍ବ ଆପଣଙ୍କୁ ଉର୍ଦ୍ଧ୍ୱ ଦୃଷ୍ଟି କରିବା ନିମନ୍ତେ କହିବ। ଆପଣ ଯେତେବେଳେ 5 ପର୍ବର ଶେଷରେ ଆସି ପହଞ୍ଚିବେ ଅନୁଭବ କରିବେ ଯେ ଆପଣଙ୍କୁ ଉର୍ଦ୍ଧ୍ୱ ଦୃଷ୍ଟି କରିବାକୁ ହବ। କାରଣ ମାଥ୍ୟୁ 5 ପର୍ବରେ ଈଶ୍ୱର ଯାହା ଆମମାନଙ୍କୁ କରିବା ନିମନ୍ତେ କହନ୍ତି, ଈଶ୍ୱର ସାହାଯ୍ୟ ନ କଲେ ତାହା କରିବା ଅସମ୍ଭବ। ତେଣୁ 6 ପର୍ବରେ ସେ କହନ୍ତି ପ୍ରଥମେ ଆତ୍ମିକ ଶୃଙ୍ଖଳାର ଆବଶ୍ୟକ, ଯେପରି ଉପବାସ ରହିବା, ପ୍ରାର୍ଥନା କରିବା ଓ ଦାନ ଦେବା। ପ୍ରାର୍ଥନା ସମ୍ବନ୍ଧରେ ତାଙ୍କର ମହାନ ଶିକ୍ଷା ମାଥ୍ୟୁ 6 ପର୍ବର ପ୍ରଥମ ଅଂଶରେ ଦେଖୁ। ମାଥ୍ୟୁ 6 ପର୍ବର ଦ୍ୱିତୀୟ ଅଂଶରେ ମୂଲ୍ୟବୋଧ ବିଷୟରେ କହୁଛନ୍ତି। ଈଶ୍ୱର କେଉଁ ସମସ୍ତ ବିଷୟର ମୂଲ୍ୟାଙ୍କନ କରୁଛନ୍ତି? ସେ ସ୍ୱର୍ଗୀୟ ବିଷୟର ମୂଲ୍ୟାଙ୍କନ କରୁଛନ୍ତି ଓ ଆତ୍ମିକ ବିଷୟର ମୂଲ୍ୟାଙ୍କନ କରୁଛନ୍ତି। ତାପରେ କହନ୍ତି ଈଶ୍ୱର ଯେଉଁ ସମସ୍ତ ବିଷୟର ମୂଲ୍ୟାଙ୍କନ କରୁଛନ୍ତି ତାହା ନ ଦେଖିଲା ପର୍ଯ୍ୟନ୍ତ ଉର୍ଦ୍ଧ୍ୱ ଦୃଷ୍ଟି କର। କହିବାକୁ ଗଲେ ଏହି ସ୍ଥାନରେ ଯାହା କିଛି ସେ କହୁଛନ୍ତି ତାହା ପାର୍ବତ୍ୟ ଉପଦେଶ ଅଟେ। ଆମେ ଏହି ସମସ୍ତ ଶିକ୍ଷାର ପୂର୍ବାପର ପ୍ରସଙ୍ଗ ଦେଖିବା ଆବଶ୍ୟକ। ଆମେ ଭୁଲି ନ ଯାଉ ଯେ ଆମେ ପର୍ବତ ଉପରେ ଯୀଶୁଙ୍କ ସହିତ ଅଛୁ ଓ ପର୍ବତ ତଳଦେଶରେ ସମସ୍ୟାରେ ପୂର୍ଣ୍ଣ ଜନତା ଅଛନ୍ତି। ଯାହା କିଛି ସେ ଶିକ୍ଷା ଦିଅନ୍ତି, ଯେତେବେଳେ ସେ କହନ୍ତି ଅନ୍ତର୍ଦୃଷ୍ଟି କର, ଯେତେବେଳେ ସେ କହନ୍ତି ବାହ୍ୟ ଦୃଷ୍ଟି କର, ପୁଣି ଯେତେବେଳେ ସେ କହନ୍ତି ଉର୍ଦ୍ଧ୍ୱ ଦୃଷ୍ଟି କର, ଏହା ପର୍ବତ ତଳଦେଶର ଲୋକମାନଙ୍କ ମଙ୍ଗଳ ନିମନ୍ତେ କରିବା ପାଇଁ କହନ୍ତି। ପ୍ରଭୁ ଯୀଶୁ କହନ୍ତି ପର୍ବତ ତଳଦେଶରେ ଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କର। ସେମାନେ ଦୁଃଖରେ ଜୀବନ କାଟୁଥିବାର ଗୋଟିଏ କାରଣ ହେଲା ସେମାନଙ୍କ ପାଖରେ ଏହି ସମସ୍ତ ଗୁଣ ନାହିଁ। ଯଦି ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ତୁମେ ସେହି ସମସ୍ତ ଉତ୍ତମ ଗୁଣ ପାଇଛ, ତେବେ ତୁମେ ପର୍ବତ ତଳଦେଶକୁ ଯାଅ। କେବଳ ପ୍ରଚାର ଦ୍ୱାରା ସେମାନଙ୍କୁ ଯେ ସମସ୍ତ ଉତ୍ତମ ଗୁଣ ବିଷୟରେ କୁହ ତାହା ନୁହଁ, ନିଜ ଜୀବନ ମଧ୍ୟ ଦେଇ ଏହି ସମସ୍ତ ଉତ୍ତମ ସ୍ୱଭାବ ଦେଖାଅ ଓ ତାହା କିପରି କାର୍ଯ୍ୟ କରେ ତାହା ସେମାନେ ଦେଖିପାରିବେ। ତାପରେ ସେ କହନ୍ତି ପର୍ବତ ତଳଦେଶକୁ ଦେଖ, ସେହି ସମସ୍ୟାରେ ପୂର୍ଣ୍ଣ ଲୋକମାନଙ୍କୁ ଦେଖ। ହୁଏତ ସେମାନଙ୍କ ମଧ୍ୟରୁ କେତେକ ଆପଣଙ୍କ ଶତ୍ରୁ ହୋଇପାରନ୍ତି, ହୁଏତ ଆପଣଙ୍କ ବିପକ୍ଷ ହୋଇଥିବେ, ଆଉ କେତେକ ହୁଏତ ଆପଣଙ୍କ ପରିବାରର ସଦସ୍ୟ ହୋଇଥିବେ। ସେମାନେ ହୁଏତ ସମସ୍ୟା ମଧ୍ୟରେ ଅଛନ୍ତି। ତେଣୁ ବର୍ତ୍ତମାନ ପର୍ବତ ତଳଦେଶକୁ ଅନାଅ, ଏହି ସମସ୍ତ ଲୋକମାନଙ୍କୁ ଦେଖ। ମୁଁ କହିବାକୁ ଚାହେଁ ଯେ ଉପଯୁକ୍ତ ମନୋଭାବ ରହିବା ଆବଶ୍ୟକ। ତେବେ ସେମାନଙ୍କ ନିକଟକୁ ଯାଇପାରିବ ଓ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବ। ଆପଣ ସେମାନଙ୍କ ନିକଟକୁ ଜଗତର ଜ୍ୟୋତି ଭାବେ ଯିବେ, ପୃଥିବୀର ଲବଣ ଭାବେ ଯିବେ, ସେହି ସ୍ଥାନକୁ ଯିବେ। କେବଳ ସେତିକି ନୁହେଁ, ଆପଣ ପର୍ବତ ଉପରେ ସ୍ଥାପିତ ନଗର ଓ ଦୀପରୁଖା ଉପରେ ରଖାଯାଇଥିବା ଦୀପ ପରି ସେମାନଙ୍କ ନିକଟକୁ ଯିବେ। ଏହି ସମସ୍ତ ସେମାନଙ୍କର ମଙ୍ଗଳ ସାଧନ କରିବ। ପାର୍ବତ୍ୟ ଉପଦେଶର ବିଷୟବସ୍ତୁ ଉପରେ ପ୍ରଭୁ ଯୀଶୁ ଯେଉଁ ଶିକ୍ଷା ଦେଇଥିଲେ ସେଥିର ସାରାଂଶ ପ୍ରତି ଦୃଷ୍ଟିପାତ କରୁଛୁ। ଆମେ ଯେତେବେଳେ ମାଥ୍ୟୁ 6 ପର୍ବର ଶେଷରେ ଆସି ପହଞ୍ଚିବା, ସେ ଆମମାନଙ୍କୁ କହିବେ ଯେ ଅନ୍ତର୍ଦୃଷ୍ଟି କର, ବାହ୍ୟ ଦୃଷ୍ଟି କର ଓ ଉର୍ଦ୍ଧ୍ୱ ଦୃଷ୍ଟି କର। ଆତ୍ମିକ ଶୃଙ୍ଖଳା ମଧ୍ୟକୁ ନ ଆସିବା ପର୍ଯ୍ୟନ୍ତ ଉର୍ଦ୍ଧ୍ୱ ଦୃଷ୍ଟି କର। ଲକ୍ଷ୍ୟ କରନ୍ତୁ 7 ପର୍ବର ଆରମ୍ଭରେ ସମ୍ପୂର୍ଣ୍ଣ ଶିକ୍ଷା ଉପରେ ନିଷ୍ପତ୍ତି ନେବା ବିଷୟରେ କହୁଛନ୍ତି। ସେ କହୁଛନ୍ତି ତୁମେ ଅନ୍ତର୍ଦୃଷ୍ଟି କରିବା ନିମନ୍ତେ ନିଜକୁ ଉତ୍ସର୍ଗ କର। ସେ ଦୃଷ୍ଟାନ୍ତ ଦେଇ କହନ୍ତି ଯେ ତୁମ ଆଖିରେ କଡ଼ିକାଠ ଥାଉ ଥାଉ ଅନ୍ୟର ଆଖିରେ ଥିବା କୁଟାଟିକକୁ ତୁମେ ଖୋଜି ବୁଲୁଅଛ ଓ ତୁମେ ଭାବୁଛ ଯେ ତାହା ତୁମ କାର୍ଯ୍ୟ ଓ ଜୀବନର ଉଦ୍ଦେଶ୍ୟ ଅଟେ। ପ୍ରଭୁ ଯୀଶୁ ସେମାନଙ୍କ ମନର ଭାବ ଜାଣିପାରିଥିଲେ। ସେ ସେମାନଙ୍କୁ କହିଲେ, ହେ କପଟିମାନେ। ତାପରେ ସେ 2ଟି ପ୍ରଶ୍ନ କଲେ। ସେ କହୁଛନ୍ତି ଏହା ହାସ୍ୟାସ୍ପଦ ବିଷୟ ନୁହେଁ କି? କିପରି ତୁମେ ସେଥିରେ ଫଳପ୍ରଦ ହବ ବୋଲି ଭାବୁଛ? ଏହା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସେ କହୁଛନ୍ତି ପ୍ରଥମେ ନିଜ ଆଖିରୁ କଡ଼ିକାଠ ବାହାର କର, ତେବେ ଆପଣା ଭାଇର ଆଖିରେ ଥିବା କୁଟାଟିକକ ଦେଖିପାରିବ। କିନ୍ତୁ 7 ପର୍ବ ଆରମ୍ଭରେ ସେ କଣ କହୁଛନ୍ତି? ତୁମେ ଅନ୍ତର୍ଦୃଷ୍ଟି କରିବା ନିମନ୍ତେ ନିଜକୁ ଉତ୍ସର୍ଗ କର। ପ୍ରଥମେ ନିଜ ଆଖିରୁ କଡ଼ିକାଠ ବାହାର କରି ପକାଅ। ନିଜକୁ ପ୍ରଥମେ ଠିକ କର, ତାପରେ ତୁମେ ସମସ୍ୟା ସମାଧାନକାରୀ ହୋଇପାରିବ। ସେମାନଙ୍କ ପ୍ରଶ୍ନର ଉତ୍ତର ହୋଇପାରିବ। ମାଥ୍ୟୁ 7 ପର୍ବର ପରବର୍ତ୍ତୀ ଅଂଶରେ ପ୍ରଭୁ ଯୀଶୁ କହନ୍ତି ଉର୍ଦ୍ଧ୍ୱ ଦୃଷ୍ଟି କରିବା ନିମନ୍ତେ ନିଜକୁ ଉତ୍ସର୍ଗ କର। ସମ୍ପୂର୍ଣ୍ଣ ହୃଦୟ ସହ ଉର୍ଦ୍ଧ୍ୱ ଦୃଷ୍ଟି କର। ମାଗ, ଖୋଜ ଓ ଦ୍ୱାରରେ ଆଘାତ କର। ନିରନ୍ତର ମାଗିବା,
ନିରନ୍ତର ଖୋଜିବା, ମାଗିବା ଉଦ୍ଦେଶ୍ୟରେ ଖୋଜିବା। ତାପରେ ସେ କହନ୍ତି ଦ୍ୱାରରେ ମାର, ଖୋଜିବା ଉଦ୍ଦେଶ୍ୟରେ ମାରିବା ନିମନ୍ତେ କହୁଛନ୍ତି। ତାପରେ ମହାନ ପ୍ରତିଜ୍ଞା ରହିଛି, ଯଦି ଉର୍ଦ୍ଧ୍ୱ ଦୃଷ୍ଟି କରିବା ନିମନ୍ତେ ନିଜକୁ ସମର୍ପଣ କର ଓ ନିରନ୍ତର ମାଗ, ଖୋଜ ଓ ଦ୍ୱାରରେ ଆଘାତ କର, ତେବେ ତୁମେ ପାଇବ, ସନ୍ଧାନ ପାଇବ ଓ ତୁମ ନିମନ୍ତେ ଦ୍ୱାର ଫିଟାଇ ଦିଆଯିବ। ତାପରେ ସେ ସୁବର୍ଣ୍ଣ ବ୍ୟବସ୍ଥା ଦେଉଛନ୍ତି, ଯାହା ମାଥ୍ୟୁ 7 ପର୍ବ 12 ପଦରେ ବର୍ଣ୍ଣନା କରାଯାଇଅଛି। ସେଠାରେ ଲେଖା ଅଛି, ଅତଏବ ଲୋକମାନେ ତୁମମାନଙ୍କ ପ୍ରତି ଯାହା ଯାହା କରନ୍ତୁ ବୋଲି ଇଚ୍ଛା କର, ତୁମମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର। ଏହି ସୁବର୍ଣ୍ଣ ବ୍ୟବସ୍ଥା ସେମାନଙ୍କୁ ଦିଆଗଲା। ସେମାନେ ପର୍ବତ ଉପରୁ ତଳକୁ ଆସିବା ପୂର୍ବରୁ ସେ ସେମାନଙ୍କୁ ଏହି ସୁବର୍ଣ୍ଣ ବ୍ୟବସ୍ଥା ଦେଲେ। ସେ କହୁଛନ୍ତି ଯେ ବାହ୍ୟ ଦୃଷ୍ଟି କରିବା ନିମନ୍ତେ ନିଜକୁ ଉତ୍ସର୍ଗ କର ଏବଂ ବାହ୍ୟ ଦୃଷ୍ଟି କରିବା ନିମନ୍ତେ ଓ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଶିକ୍ଷା ଦେଲେ। ସେ ଅନେକ ଶବ୍ଦରେ କହୁଛନ୍ତି ଯେ ତୁମେ ପର୍ବତ ତଳ ଦେଶକୁ ଦେଖ। ତୁମକୁ ପ୍ରଥମେ ନିଜକୁ ତାଙ୍କ ସ୍ଥାନରେ ରଖିବାକୁ ହବ। ଯଦି ତୁମେ ଧାର୍ମିକ ବ୍ୟକ୍ତି, ତେବେ ପାପୀ ଲୋକଙ୍କ ସ୍ଥାନରେ ନିଜକୁ ରଖିବାକୁ ହବ। ତାପରେ କଣ କରିବାକୁ ହବ ସେଥିର ଉତ୍ତର ପାଇବ। ଯେତେବେଳେ ସେଥିର ଉତ୍ତର ପାଇବ ତାହା କର। ଆପଣ ଯେତେବେଳେ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇବେ ତାହା କରନ୍ତୁ। ହୁଏତ ସୁଯୋଗ ସୁବିଧା ପାଇନଥିବା ଲୋକମାନେ ପର୍ବତ ତଳ ଦେଶରେ ଥିବେ, କିନ୍ତୁ ତୁମେ ସୁବିଧା ଓ ସୁଯୋଗ ପାଇଛ, କାରଣ ତୁମେ ଯୀଶୁଙ୍କ ଶିଷ୍ୟ ଅଟ। ତେଣୁ ତୁମେ ସମସ୍ତ ସୁବିଧା ସୁଯୋଗ ପାଇଛ, କିନ୍ତୁ ଅନ୍ୟମାନେ ତାହା ପାଇନାହାନ୍ତି। ଯେତେବେଳେ ତୁମେ ସେଥିର ଉତ୍ତର ପାଅ ତାହା କର। ସେ ଏଠାରେ ସୁବର୍ଣ୍ଣ ବ୍ୟବସ୍ଥା ଦେଉଛନ୍ତି, ଯାହା ଅନ୍ୟମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ସାହାଯ୍ୟ କରିବ। ସେଠାରେ କହନ୍ତି ଯେ ବାହ୍ୟ ଦୃଷ୍ଟି କର, ଅନ୍ୟମାନଙ୍କ ପ୍ରତି ଦୃଷ୍ଟି କର। ଯେଉଁମାନେ ବିଭିନ୍ନ ପ୍ରକାର ସମସ୍ୟାରେ ଅଛନ୍ତି ସେମାନଙ୍କୁ ଅନାଅ, ସେମାନଙ୍କ ସମସ୍ୟା ବୁଝ ଓ ସେମାନଙ୍କୁ ସାହାଯ୍ୟ କର। ସେଥିପାଇଁ ନିଜକୁ ସମର୍ପଣ କର। ପ୍ରଭୁ ଯୀଶୁ ଭୟଙ୍କର ଆହ୍ୱାନ ଦେଇ କହୁଛନ୍ତି, ଆପଣ ଅନେକଙ୍କ ମଧ୍ୟରୁ ଜଣେ କି ଅଳ୍ପ ଲୋକଙ୍କ ମଧ୍ୟରୁ ଜଣେ। ଆପଣ ଯେଉଁମାନେ କଥା କହନ୍ତି ସେମାନଙ୍କ ମଧ୍ୟରୁ ଜଣେ, କିମ୍ବା ଯେଉଁମାନେ କାର୍ଯ୍ୟ କରନ୍ତି ସେମାନଙ୍କ ମଧ୍ୟରୁ ଜଣେ। ଏହା ହିଁ ପାର୍ବତ୍ୟ ଉପଦେଶର ବିଷୟବସ୍ତୁର ସାରାଂଶ ଅଟେ। ତାହା ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟୀୟ ରିଟ୍ରିଟ୍ରେ ଶିକ୍ଷା ଦେଲେ। ଆପଣ କଣ ଅନେକଙ୍କ ମଧ୍ୟରୁ ଜଣେ କିମ୍ବା ଅଳ୍ପ ଲୋକଙ୍କ ମଧ୍ୟରୁ ଜଣେ? ପ୍ରଭୁ ଆଜି ଆମମାନଙ୍କୁ ପ୍ରଶ୍ନ କରନ୍ତି, ଆମମାନେ କି ପ୍ରକାର ଜୀବନ କାଟୁଛୁ? ତେଣୁ ସେ ଆମମାନଙ୍କୁ ଅନ୍ତର୍ଦୃଷ୍ଟି କରିବା ନିମନ୍ତେ କହନ୍ତି। ଆମେ ନିଜ ହୃଦୟ ଦେଖିବା ଆବଶ୍ୟକ। ଆମମାନଙ୍କ ମନୋଭାବ କଣ? ଆମମାନେ କଣ ବାସ୍ତବରେ ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ଚାହୁଁଛୁ କି? ଯଦି ଆମେ ଉଦ୍ଧାର କରିବାକୁ ଚାହୁଁ, ଆମେ ନିଜକୁ ଅନ୍ୟମାନଙ୍କ ସ୍ଥାନରେ ରଖୁ। ଆମେ ଯେତେବେଳେ ଅନ୍ୟମାନଙ୍କ ସ୍ଥାନରେ ନିଜକୁ ରଖିବା, ଆମେ ଉତ୍ତର ପାଇବା ଯେ ଆମେ ସେମାନଙ୍କ ପ୍ରତି କଣ କରିବା। ଯଦି ଆମେ ବାସ୍ତବରେ ସେମାନଙ୍କୁ ପ୍ରେମ କରୁ, ଆମେ ଅନ୍ତର୍ଦୃଷ୍ଟି କରିବା ଆବଶ୍ୟକ। ଆମେ ନିଜକୁ ଦେଖିବା ଆବଶ୍ୟକ। ତାପରେ ଆମେ ବାହ୍ୟ ଦୃଷ୍ଟି କରିବା। ଆମେ ବାହ୍ୟ ଦୃଷ୍ଟି କରିବା ପରେ ଆମେ ଉର୍ଦ୍ଧ୍ୱ ଦୃଷ୍ଟି କରିବା ଆବଶ୍ୟକ। କାରଣ ଈଶ୍ୱର ଯଦି ଅନୁଗ୍ରହ ନ ଦିଅନ୍ତି, ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ନାହିଁ। ଆମେ ଅନ୍ୟମାନଙ୍କ ସମସ୍ୟାର ସମାଧାନକାରୀ ହୋଇପାରିବା ନାହିଁ। ତେଣୁ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଆବଶ୍ୟକ। କାରଣ ଈଶ୍ୱର ହିଁ ଆମମାନଙ୍କୁ ଶକ୍ତି ଦେବେ। ଈଶ୍ୱର ହିଁ ଆମମାନଙ୍କ ଜୀବନରେ ଉତ୍ତମ ଗୁଣ ସ୍ଥାପନ କରିବେ। ଈଶ୍ୱର ହିଁ ଆମମାନଙ୍କୁ ବ୍ୟବହାର କରିବେ। ଆପଣ କଣ ଈଶ୍ୱରଙ୍କ ଦ୍ୱାରା, ପ୍ରଭୁ ଯୀଶୁଙ୍କ ଦ୍ୱାରା ବ୍ୟବହାର ହେବାକୁ ଚାହାନ୍ତି କି? ତେବେ ତାଙ୍କ ନିକଟରେ ନିଜକୁ ଉତ୍ସର୍ଗ କରନ୍ତୁ। ଯଦି ଏ ସମ୍ପର୍କରେ ଅଧିକ ଜାଣିବାକୁ ଚାହାନ୍ତି, ତେବେ ଆମ ନିକଟକୁ ପତ୍ର ଲେଖନ୍ତୁ। ଆମେ ଆପଣଙ୍କ ନିକଟକୁ ବାଇବେଲ ଟିପ୍ପଣୀ ପୁସ୍ତକ ପଠାଇବୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଶୁଣିଲେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ଆମକୁ ଚିଠି ଲେଖି ଜଣାଇବେ। ଯଦି ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ସ୍ୱର୍ଗୀୟ ଶାନ୍ତି ଓ ଆଶୀର୍ବାଦ ଲାଭ କରିବାକୁ ଚାହାନ୍ତି ଓ ଏହି ଶିକ୍ଷାକୁ ବାଇବେଲ ଟିପ୍ପଣୀ ପୁସ୍ତକ ମାଧ୍ୟମରେ ପାଇବାକୁ ଚାହାନ୍ତି, ତେବେ ଆମ ନିକଟକୁ ପତ୍ର ଲେଖନ୍ତୁ। ଆମେ ବିନା ମୂଲ୍ୟରେ ତାହା ଆପଣଙ୍କୁ ଯୋଗାଇ ଦେବୁ। ଆମର ଠିକଣାଟି ହେଲା ବେଦ ପାଠଶାଳା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଏହାଛଡ଼ା ଇମେଲ ଦ୍ୱାରା ମଧ୍ୟ ଆପଣ ଆମ ସହିତ ଯୋଗାଯୋଗ କରିପାରନ୍ତି। ଆମର ଇମେଲ ଠିକଣାଟି ହେଲା
oriavp@radio882.com। तेबे आज विदाय दियंतु। नमस्कार।